ସେମାନେ ସେଇ ବିଜୁ ପଟ୍ଟନାୟକର ସେକୁଲାର କ୍ୟାରେକ୍ଟର କୁ ଇନହେରିଟ କରିଛନ୍ତି କି ବଡ ପ୍ରଶ୍ନ। ବିଜୁ ପଟ୍ଟନାୟକର ଲିଗେସି ମାନେ ବିଜୁ ପଟ୍ଟନାୟକର ଆଇଡିଓଲୋଜି ଛାଡିକି ଲିଗେସି କେମିତି ହବ? ସେତେବେଳେ ବିଜୁ ବାବୁର ଦୟାର ପାତ୍ର ହେଇଥିଲେ, ଆଜି ବିଜୁ ବାବୁ ନ ରହିଲେ ତାଙ୍କର ଦୟା ପାତ୍ର ବାହାରିକି ବିଜେପିର ଦୟାର ପାତ୍ର ହେଇଛନ୍ତି। ଯୋଉମାନେ ବିଜେପିର ଦୟାର ପାତ୍ର ହେଇଛନ୍ତି ସେମାନେ କେମିତି ବିଜୁ ପଟ୍ଟନାୟକ ଲିଗେସି କ୍ଲେମ କରିପାରିବେ? ଯୋଉ ଭାଇ ମାନେ ଲିଗେସି ମାନେ ବିଜୁ ପଟ୍ଟନାୟକର ଆଇଡିଓଲୋଜି, ବିଜୁ ପଟ୍ଟନାୟକ କଂଗ୍ରେସ লোক, এটা তো সারা ইতিহাস জানিছি। বিজু পট্টনায়ক কংগ্রেসর বলিষ্ঠ নেতা ଥିଲେ, মুখ্যমন্ত্রী ଥିଲେ। বিজু পট্টনায়ক নেহরুঙ্কর অতি প্রিয় ଥିଲେ। কংগ্রেস বিচারধারারু আসিଥିଲେ, সেকুলার ব্যক্তিত্ব ଥିଲେ। তাଙ୍କ ସାଙ୍ଗରେ ବହୁତ ଲୋକ କାମ କରିଛନ୍ତି। ତ କଣ ବିଜୁ ପଟ୍ଟନାୟକ, ମୁଁ ଆଜି ତାଙ୍କ ସଙ୍ଗେ ତ କାମ କରୁଥିଲି। ବିଜୁ ପଟ୍ଟନାୟକ ମତେ ପୁଅ ଭଳିଆ ଦେଖୁଥିଲେ, ମତେ କନକର ଡାକୁଥିଲେ, ଫାଇଟର ଡାକୁଥିଲେ, ବିଭିନ୍ନ ଭାଷାରେ ସେ ଡାକୁଥିଲେ। ମୋ ସାଙ୍ଗରେ ପଶ୍ଚିମ ଓଡିଶା, ଦକ୍ଷିଣ ଓଡିଶା ଏଣ୍ଟାର ବୁଲିଛନ୍ତି। ସେ ସମୟରେ ଗୁଡାଏ ଲୋକଙ୍କୁ ମୁଁ ଜଏନ କରିଥିଲି ଏବଂ ତା ବୋଲି କରି ମୁଁ କଂଗ୍ରେସର ନେତା ଥାଇକି ମୁଁ କହିବି ମୁଁ ବିଜେପି ଲେଗେସି। Yes, ideologically I have taken whatever he inherited from freedom struggle and from Congress party, we have inherited the same thing from Biju Patnaik and other freedom fighters. ସେମାନେ ସେଇ ବିଜୁ ପଟ୍ଟନାୟକର ସେକୁଲାର କ୍ୟାରେକ୍ଟର କୁ ଇନହେରିଟ କରିଛନ୍ତି କି ବଡ ପ୍ରଶ୍ନ। ବିଜୁ ପଟ୍ଟନାୟକର ଲିଗେସି ମାନେ ବିଜୁ ପଟ୍ଟନାୟକର ଆଇଡିଓଲୋଜି ଛାଡିକି ଲିଗେସି କେମିତି ହବ? ବିଚାରଧାରାକୁ ଛାଡିଦେଲେ ଲିଗେସି କୋଉଠି ରହିଲା? ବିଚାରଧାରାକୁ ଛାଡି ଦେଇକି ଲିଗେସି ଯୋଉମାନେ କହୁଛନ୍ତି, they were having temporary relation, temporary self oriented relation। ସେତେବେଳେ ବିଜୁ ବାବୁର ଦୟାର ପାତ୍ର ହେଇଥିଲେ, ଆଜି ବିଜୁ ବାବୁ ନ ରହିଲେ ତାଙ୍କର ଦୟା ପାତ୍ର ବାହାରିକି ବିଜେପିର ଦୟାର ପାତ୍ର ହେଇଛନ୍ତି। ଯୋଉମାନେ ବିଜେପିର ଦୟାର ପାତ୍ର ହେଇଛନ୍ତି ସେମାନେ କେମିତି ବିଜୁ ପଟ୍ଟନାୟକ ଲିଗେସି କ୍ଲେମ କରିପାରିବେ? ଏମିତି ଫଲ୍ସ ମାର୍କେଟିଂ ରେ କଣ ଲୋକ ଓରିଜିନାଲ ଏବଂ ଡୁପ୍ଲିକେଟ ଚିନି ଜାଣିଲେ, ଓରିଜିନାଲ ଗୁଡ୍ସ ଆଉ ଡୁପ୍ଲିକେଟ ଗୁଡ୍ସ ଜାଣି ସାରିଲେ, ନକଲି କାରବାର ଚଳିବନି। जदि आम वीडियो आपनको भल लगी तेबे आम चैनल को लाइक, शेयर और सब्सक्राइब करंतु।